ସାହାଡ଼ା ବୃକ୍ଷ କବିତା କବି ସାରଳା ଦାସ। କବି ସାରଳା ଦାସଙ୍କ ସମୟ ହେଉଛି ପଞ୍ଚଦଶ ଶତାବ୍ଦୀ। ସୂର୍ଯ୍ୟବଂଶର ପ୍ରତିଷ୍ଠାତା ସମ୍ରାଟ କପିଳେନ୍ଦ୍ର ଦେବଙ୍କର ସମସାମୟିକ। ତାଙ୍କର ସୃଷ୍ଟି ସମ୍ପଦ ବା ରଚନାବଳୀ ଗୁଡ଼ିକ ହେଲା ମହାଭାରତ, ଚଣ୍ଡୀ ପୁରାଣ, ବିଚିତ୍ର ରାମାୟଣ, ଲକ୍ଷ୍ମୀ ନାରାୟଣ ବଚନିକା। ସାରଳା ଦାସଙ୍କୁ ଓଡ଼ିଶାରେ ମାଟିର ମହାକବି ଓ ଶୂଦ୍ରମୁନି ଭାବରେ ନାମିତ କରାଯାଇଛି। ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ନାମକ ଗ୍ରାମରେ ସେ ପଞ୍ଚଦଶ ଶତାବ୍ଦୀରେ ଜନ୍ମ ଲାଭ କରିଥିଲେ। ତାଙ୍କର ପିତୃ ପ୍ରଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ଦେବୀ ସାରଳାଙ୍କର କୃପାଲାଭ କରି କବିତ୍ୱ ପ୍ରାପ୍ତ ହୋଇଥିବାରୁ ତାଙ୍କର ପରବର୍ତ୍ତୀ କବି ନାମ ସାରଳା ଦାସ ହୋଇଛି। ସେ ଥିଲେ ଓଡ଼ିଆ ସାହିତ୍ୟର ଆଦିକବି। କଥିତ ଲୋକଭାଷାକୁ ସାହିତ୍ୟିକ ଭାଷାର ମର୍ଯ୍ୟାଦା ପ୍ରଦାନ କରି ସେ ବିଶାଳ ମହାଭାରତ ଗ୍ରନ୍ଥ ରଚନା କରିଥିଲେ। ମୂଳ ସଂସ୍କୃତ ମହାଭାରତ ଆଧାରରେ ଲିଖିତ ହୋଇଥିଲେ ହେଁ ଆପଣାର ଅଲୌକିକ ପ୍ରତିଭା ତଥା ଦିବ୍ୟ ପରିକଳ୍ପନା ଶକ୍ତିର ସହାୟତାରେ ସେ ସେଥିରେ ଅନେକ ନୂତନ କାହାଣୀର ସଂଯୋଜନା କରି ଏକ ସମ୍ପୂର୍ଣ୍ଣ ମୌଳିକ ଗ୍ରନ୍ଥ ରଚନା କରିଥିଲେ। କବି ସାରଳା ତାଙ୍କ ସମକାଳୀନ ସମୟର ଅନେକ ରାଜନୈତିକ, ଐତିହାସିକ, ସାଂସ୍କୃତିକ ଓ ସାମାଜିକ ଘଟଣାକୁ ମହାଭାରତ ମଧ୍ୟରେ ରୂପ ଦେଇ ଏହାକୁ ଓଡ଼ିଆ ଜାତିର ଜୀବନ ବେଦରେ ପରିଣତ କରିଥିଲେ। ସାହାଡ଼ା ବୃକ୍ଷ କବିତା ସମ୍ପର୍କରେ ଆଲୋଚ୍ୟ ସାହାଡ଼ା ବୃକ୍ଷ କବିତାଟି କବିଙ୍କ ମହାଭାରତର ଆଦି ପର୍ବରୁ ଅଣାଯାଇଛି। ପ୍ରତ୍ୟେକ ଓଡ଼ିଆଙ୍କ ଖଳାବାଡ଼ିରେ ପ୍ରାୟ ସାହାଡ଼ା ବୃକ୍ଷଟିଏ ଥାଏ। ସାହାଡ଼ା ବୃକ୍ଷର ଦାନ୍ତକାଠି ବଳ ବୀର୍ଯ୍ୟବର୍ଦ୍ଧକ ବୋଲି ଲୋକ ବିଶ୍ୱାସ କରିଥାନ୍ତି। ପୁଣି ସାହାଡ଼ା ପତ୍ରକୁ ଶୁଖାଇ ଶସ୍ୟ ବୀଜମାନଙ୍କ ମଧ୍ୟରେ ରଖିଲେ ସେଥିରେ ପୋକ ଲାଗନ୍ତି ନାହିଁ ବୋଲି ଓଡ଼ିଆ ଲୋକଙ୍କ ଧାରଣା ରହିଛି। ଏହିଭଳି ଗୋଟିଏ ଉପକାରୀ ବୃକ୍ଷକୁ କବି ପୌରାଣିକ ଚରିତ୍ରମାନଙ୍କ ମଧ୍ୟରେ ସଂଯୋଜିତ କରି ଏକ ମହନୀୟ ଆସନ ପ୍ରଦାନ କରିଛନ୍ତି। କୁରୁ ରାଜବଂଶର ଦୁଇ କୁମାର ଧୃତରାଷ୍ଟ୍ର ଓ ପାଣ୍ଡୁ। ଧୃତରାଷ୍ଟ୍ର ଜ୍ୟେଷ୍ଠ ଓ ପାଣ୍ଡୁ କନିଷ୍ଠ। ଧୃତରାଷ୍ଟ୍ର ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ହେଲେ ଚକ୍ଷୁହୀନ। ପାଣ୍ଡୁ କିନ୍ତୁ ସୁନ୍ଦର, ବଳଶାଳୀ ଓ ସର୍ବଗୁଣ ସମ୍ପନ୍ନ। ଏମାନଙ୍କର ଲାଳନ ପାଳନର ଦାୟିତ୍ୱ ନେଇଥାନ୍ତି ପିତାମହ ଭୀଷ୍ମ ଓ ରାଜମାତା ସତ୍ୟବତୀ। କାଳକ୍ରମେ ପିଲା ଦୁହେଁ ଯୁବକତ୍ୱ ଲାଭ କରନ୍ତି ଏବଂ ସେମାନଙ୍କର ବିବାହ ପ୍ରସ୍ତାବ ଆଗତ ହୁଏ। ପ୍ରଥମେ ପାଳି ପଡ଼େ ଧୃତରାଷ୍ଟ୍ରଙ୍କର। ମାତ୍ର ବିଧିର ଏପରି ବିଡ଼ମ୍ବନା ଯେ ଯେଉଁ ଝିଅ ସହିତ ଧୃତରାଷ୍ଟ୍ରଙ୍କର ବିବାହ ପଡ଼େ ସେ ଝିଅଟି ମରିଯାଏ। ଏମିତି ଅନେକ ସୁକୁମାରୀ ରାଜକୁମାରୀଙ୍କର ଅକାଳ ବିୟୋଗ ଘଟିବାରୁ ମାତା ସତ୍ୟବତୀ ଏହାର କାରଣ ଅନୁସନ୍ଧାନ କରି ଜାଣିପାରିଛନ୍ତି କୃତିକା ବୃଷ ରାଶିରେ ଅମାବାସ୍ୟା ତିଥିରେ ଜନ୍ମ ଲାଭ କରିଥିବାରୁ ଧୃତରାଷ୍ଟ୍ର ଏକ ବ୍ରହ୍ମ ରାକ୍ଷସ। ତେଣୁ ସବୁ ଝିଅଙ୍କର ଅପମୃତ୍ୟୁ ଘଟୁଛି। ଏଥିପାଇଁ ସେ ପିଲା ଦୁହିଁଙ୍କୁ ତାଙ୍କର ପ୍ରକୃତ ପିତା ମହର୍ଷି ବେଦବ୍ୟାସଙ୍କୁ ପଚାରନ୍ତି। ବେଦବ୍ୟାସ ଜ୍ୟୋତିଷ ଶାସ୍ତ୍ରରେ ଗଣନା କରି ଧୃତରାଷ୍ଟ୍ରଙ୍କ ଜନ୍ମ ସମୟର ଦୋଷକୁ ଜାଣିପାରନ୍ତି। ଏହିପରି କିଛି ଦିନ ଅତିକ୍ରାନ୍ତ ହେବା ପରେ ଥରେ ମହର୍ଷି ବେଦବ୍ୟାସ ଗାନ୍ଧାର ଦେଶର ରାଜା ଗାନ୍ଧାରସେନଙ୍କ ରାଜ୍ୟକୁ ପରିଭ୍ରମଣରେ ଯାଇଛନ୍ତି। ରାଜା ଗାନ୍ଧାରସେନଙ୍କ 100 ପୁତ୍ରରେ ଏକମାତ୍ର କନ୍ୟା ଗାନ୍ଧାରୀ। ସୁନ୍ଦରୀ, ସୁକୁମାରୀ, ରୂପ ଗୁଣବତୀ। ଗାନ୍ଧାରୀର କିନ୍ତୁ ଏକ ଦୋଷ ଥାଏ। ଯେଉଁ ରାଜକୁମାର ସହ ତାର ବିବାହ ପ୍ରସ୍ତାବ ପଡ଼େ ସେ ମୃତ୍ୟୁବରଣ କରନ୍ତି। ଏହି ଦୁଃଖରୁ ପାରି କରିବା ଲାଗି ଗାନ୍ଧାରସେନ ସର୍ବଜ୍ଞ ବେଦବ୍ୟାସଙ୍କୁ ପଚାରନ୍ତି। ବ୍ୟାସ ଜ୍ୟୋତିଷ ଶାସ୍ତ୍ରରେ ଗଣନା କରି ଗାନ୍ଧାରୀ ଗୋଟିଏ ବ୍ରହ୍ମ ରାକ୍ଷସୀ ଓ ସେ ଯାହାକୁ ବାହା ହେବ ତାର ଏପରି ଦଶା ଘଟିବ ବୋଲି କହିଛନ୍ତି। ଏହା ଶୁଣି ଗାନ୍ଧାରସେନ ରାଜା ଖୁବ୍ କଷ୍ଟ ପାଇଛନ୍ତି, ମୂର୍ଚ୍ଛା ହୋଇଯାଇଛନ୍ତି। ବ୍ୟାସ ତାଙ୍କୁ ପ୍ରବୋଧନା ଦେଇ ସାହାଡ଼ା ବୃକ୍ଷର ମହିମା ବଖାଣିଛନ୍ତି। ପରେ ସେହି ମହିମାମୟ ସାହାଡ଼ା ବୃକ୍ଷ ସହିତ ଗାନ୍ଧାରୀଙ୍କ ବିବାହ ହେବା ପରେ ଧୃତରାଷ୍ଟ୍ରଙ୍କୁ ପୁନର୍ବିବାହ କରିବାରୁ ତାଙ୍କର ଦାମ୍ପତ୍ୟ ଜୀବନ ସୁସ୍ଥ ହୋଇପାରିଛି। ଗାନ୍ଧାରୀ ହିଁ ହୋଇଛନ୍ତି ଧୃତରାଷ୍ଟ୍ରଙ୍କ ପାଇଁ ଯୋଗ୍ୟ ପାତ୍ରୀ। ଠିକ୍ ସେହିପରି ଧୃତରାଷ୍ଟ୍ର ଗାନ୍ଧାରୀଙ୍କ ଯୋଗ୍ୟ ପାତ୍ର। କବି ସାରଳା ଦାସ ଏହି ପ୍ରସଙ୍ଗରେ ବ୍ୟାସଦେବଙ୍କ ମୁଖରେ ସାହାଡ଼ା ବୃକ୍ଷର ମହିମାକୁ ବର୍ଣ୍ଣନା କରୁଛନ୍ତି। ଏଥିରେ ସାହାଡ଼ା ବୃକ୍ଷ କିପରି ଶ୍ରଦ୍ଧାଳୁର ସୁଖାଦ୍ୟ ପ୍ରାପ୍ତିର କାରଣ ହୋଇଛି ତାହା ବର୍ଣ୍ଣନା କରାଯାଇଛି। ସାହାଡ଼ା ବୃକ୍ଷ କବିତାର ବକ୍ତା ହେଉଛନ୍ତି
महर्षि व्यासदेव। श्रोता हेउचंती गांधार सेन। महर्षि व्यासदेव थरे गांधार राज्य को जाइछंती एवं गांधार सेन सहित साक्षात करिचंती। तो वक्ता एवं श्रोतांकर कथोपकथन शैली रे रचित साहाड़ा वृक्ष कविता। आसंतु एहार सविशेष विवरणी पाठ करिबा। छात्र माने कठिन अर्थ को निज खातारे लिखिदेवे, जहाद्वारा एही कविता बुझिबाकू अति सहज मने हेबो। गोलक वृक्ष करतार रथेचक, महाकल्प वृक्ष से हरई महापातक। गोलक वृक्ष अर्थात साहाड़ा वृक्ष, करता अर्थात सूर्य। गोलक वृक्ष माने साहाड़ा वृक्ष सूर्यंकर रथचक सहित तुलनीय। सूर्य जेतेबेले तांको रथ धरी गति करी चलती सेतिकी बेले अंधकार को विलीन करी आलोक देइथांती। सेहिपरि गोलक वृक्ष महापाप को हरण करी पुण्यर अधिकारी करिथाए। महाकल्प वृक्ष अर्थात साहाड़ा वृक्ष से हरई महापातक। हरई माने हरण करे, महापातक माने महापाप को साहाड़ा वृक्ष हरण करिथाए। पूर्वे सृजित ताहा कलेक प्रजापति, दोषी कन्या होइले ताको विवाह करिब जुगति। पूर्व कालरे सृजित माने सृष्टि कले ताहाकू अर्थात साहाड़ा वृक्ष को प्रजापति, प्रजापति माने ब्रह्मा, ब्रह्मा साहाड़ा वृक्ष को सृष्टि करिचंती पूर्व कालरे। कारण दोषी कन्या साहाड़ा वृक्ष को विवाह करिले तार समस्त पाप दोष कटिजीव एवं विवाहिक जीवन सुखमय होई पारिबो। दोषी कन्या होइले ताको विवाह करिब जुगति, जुगति माने युवती। गांधार सेन बोइला से वृक्ष अछि, मोहर नबर मथा झाने, मु ताहाको मुनि हो पूजा करई नीति दिने। गांधार सेन राजा व्यासदेव को कहउचंती जे सेही वृक्ष अर्थात साहाड़ा वृक्ष मोहर नबर मथा झाने अछि, अर्थात मोर राजभवनर मध्य भागरे अछि एवं मु सेही वृक्ष को मुनि हो पूजा करुछि सबुदिने। नीति दिने माने सबुदिने, मझा थाने माने मध्य भागरे। व्यासे प्रतिवाच तु भाग्यवंत राजा, किस फल अछि तु साहाड़ा वृक्ष करू पूजा। व्यास तांकर प्रतिवाच रखुचंती। गोटे कथार उत्तर जेतेबेले दिया जाए सेहिठारे प्रतिवाच शब्दर प्रयोग होई थाए। तो व्यासदेव कहउचंती हे गांधार सेन तु भाग्यवंत राजा, किस फल अछि तु साहाड़ा वृक्ष करू पूजा। क्यों फल अछि साहाड़ा वृक्ष रे जे तु साहाड़ा वृक्ष को पूजा करुछु। गांधार सेन प्रतिवाच से करतार रथचक, द्रसने हरई से अशेष कोटि पातक। गांधार सेन कहउचंती जे से अर्थात साहाड़ा वृक्ष करतार रथचक सहित तुलनीय। ताकु दर्शन कले अशेष कोटि पाप दूर होई थाए। व्यास बोइले राजा नोह इटे यमंत, आंभर तहु शुणहो सहस्र संगत। व्यासदेव कहउचंती राजा एहा नुहे आंबर तहु शुण, मु कहूची शास्त्र सम्मत। सहस्र संगत माने शास्त्र सम्मत, शास्त्र सम्मत मु कहूची तुमे शुण। व्यासदेव एठारे गोटे कहानीर अवतारणा करुछंती गांधार सेनଙ୍କ सामनारे। वृषभ मास कृष्ण पक्ष तिथि जे दशमी, गुरुवार शतभिषा नक्षत्रे विजये विश्वनाथ स्वामी। नंदिकेश्वर देव वृषभ पलाणी, पिठिरे विजय कले देव पिनाकी सुलपाणी। वृषभ मास कृष्ण पक्ष तिथि दशमी दिन गुरुवार पड़ी थाए। शतभिषा नक्षत्रर उदय होई थाए।
विश्वनाथ स्वामी अर्थात महादेव शिव एही समयरे विजय पाई बाहरिले बुली बाहरिले। नंदिकेश्वर देव अर्थात शिव जे कि वृषभ उपरे कपड़ा रखी पिठीरे विजे कले। पलाणी माने वृषभ पिठीरे थिबा एक कपड़ा पिठीरे विजे कले देव पिनाकी सुलपाणी। एठारे पिनाकी सुलपाणी अर्थात शिवं को कहा जाइछि। पिनाक नामक धनु को जे धारण करे से हेउचंते पिनाकी अर्थात शिव। शूलपाणी त्रिशूल को जे पानी रे धारण करती हाथ रे धारण करती से हेउचंती स्वयं महादेव। हृदय आभरण उड़ंग शपथ फेरु अंतरिक्षे बाजई नवलक्षे डंबरु। हृदय अर्थात छाती रे आभरण अर्थात धारण करिचंती छाती रे धारण करिचंती उड़ंग शपथ फेरु अर्थात सप्त फेड़ी साप। अंतरिक्षे अर्थात आकाशरे बाजई नवलक्षे डंबरु। आकाशरे शिवंकर डंबरु 90 लक्ष डंबरु बाजिला भलिया लागुछि। कौतुके बिहड़ती स्वामी देवराजे बैल आरोहण देव मध्यपुर दिग विजे। कौतुकरे अर्थात आनंदरे बिहड़ती अर्थात बोलती स्वामी देवराजे। एठारे स्वामी देवराज शिवं को कहा जाइछि। बैल अर्थात बलद बलद उपरे आरोहण करी महादेव मध्यपुर को दिग्विजय करिछंती। अनेक तीर्थ पशि आसंती सुढळे चलंती महेश्वर बैतरणी नदी कूले। अनेक तीर्थ पशि ढली ढली बुली सारिला पळे महेश्वर चालुछंती बैतरणी नदीर कूलकू। साहाड़ा वृक्ष गोटिए अछि बाम कति लागी पत्र गोटिए क बैल मथारे घेनिला क बेगी। साहाड़ा वृक्ष गोटिए अछि बैतरणी नदीर बाम पार्श्व लगी। बाम कति माने बाम पार्श्व पत्र गोटिए बैल मथारे घेनिला क बेगी। एई साहाड़ा वृक्षर पत्र गोटी को बैल अर्थात बलद ता मथारे घेनिला क बेगी शीघ्र लगेई देइछि। ईश्वर आश्चर्य होई प्रश्न पचारिछंती। ईश्वर पुच्छा कले शुण हो महावृषभ ये पत्र गोटी मथारे घेनिलु कि सुलभ होइब। वृषभ बोइला देव बामे जेबे साहाड़ा वृक्ष थाई पत्र गोटिए सिरे घेनिले अमृत जोगाड़ पाई। डाहाण भागे जेबे बयर वृक्ष थाई तहिरु पत्र गोटिए घेनिले शत्रु क्षये जाई। ईश्वर प्रश्न करुचंती शुण हो महावृषभ बलद ए पत्र गोटी मथारे घेनिलु एहा द्वारा कि सुलभ होइब कौन लाभ होइब। वृषभ कहिछि देव बाम पार्श्वरे जेबे साहाड़ा वृक्ष थिब पत्र गोटिए मथारे घेनिले अमृत अर्थात सुस्वाद खाद्य मिले। अमृत जोगाड़ माने सुस्वादु उत्तम भोजन मिले। डाहाण भागरे जेबे बयर वृक्ष थाई बयर माने बरकोली गछ तहिरु पत्र गोटिए घेनिले शत्रु क्षये जाई। अर्थात बरकोली वृक्षर पत्र को मथारे घेनिले शत्रु माने क्षय होई जांती। आगरे श्वेत दुब देखिले मथारे घेनिम तोली अनेक दोष क्षय जाए शुणिमा कपाली। आगरे जेबे श्वेत दुब अर्थात दुब घास धोब लटा देखिले मथारे घेनिम तोली कारण यह द्वारा अनेक दोष क्षय हो जाई थाए बोली महावृषभ कपाली शिवं को कहा जाइछि। कपाली अर्थात महादेव शिव। तुलसी वृक्ष जेबे देखिब पछकति लेउटी मथा एण घेनिम हादे झड़िला पत्र गोटी। तुलसी वृक्ष को जेबे पछ घुंचा करी पछकति करी लेउटी देखिब सांगे सांगे मथारे घेनिदेब झड़िला पत्र गोटी। तुलसी वृक्षर झड़िला पत्र को मथारे घेनिदेब कौन हेब। तुलसी वृक्षर झड़िला पत्र को मथारे घेनिले ना कौन हेब ज्ञाने अज्ञानेण जेतेक पाप अछि तक्षणे सकल पातक जाइलेछि। जानतरे ज्ञानरे अजाणतरे बा अज्ञानरे जेते पाप अछि सबु पाप सेही क्षणरे नष्ट होई जीव। ए कथा वृषभ महादेव को कहउछंती।
ସୁପଙ୍କୁ ଅନ୍ନ ପ୍ରାପତ ସାହାଡ଼ା ପତ୍ର ଘେନିଲେ ୟଶନେକ ଚରିତ ବୃଷଭ ବୋଇଲେ। ସୁପଙ୍କୁ ମାନେ ଉତ୍ତମ ଭୋଜନ ପ୍ରାପ୍ତ ହୋଇଥାଏ ସାହାଡ଼ା ବୃକ୍ଷର ପତ୍ରକୁ ମଥାରେ ଘେନିଲେ। ଏହି ଚରିତ୍ର ବୃଷଭ ମହାଦେବଙ୍କୁ କହିଲେ ଭୋଜନ ପ୍ରାପ୍ତ ହୁଅଇ ସାହାଡ଼ା ପତ୍ରେକ ଘେନିଲେ ଆଜି ପରୀକ୍ଷି ଜାଣିମା ସଦାନନ୍ଦେ ବୋଇଲେ। ଭୋଜନ ପ୍ରାପ୍ତ ହୋଇଥାଏ ସାହାଡ଼ା ପତ୍ରକୁ ମଥାରେ ଘେନିଲେ ଏକଥା ଶିବ ପରୀକ୍ଷି ଜାଣିମା ଅର୍ଥାତ୍ ପରୀକ୍ଷା କରି ଜାଣିବି ବୋଲି କହିଲେ। ସଦାନନ୍ଦ ଅର୍ଥାତ୍ ଶିବ କହିଲେ। ଚତୁର୍ଦ୍ଦଶ ଭୁବନ ବୁଲିଲେ ମହାଦେବ ପାଣି ଘାସ ଆହାର କତିକି ସେ ନ ନିଅନ୍ତି ବୃଷଭ। ମନ ଭରି ବୃଷଭକୁ ସେ ବୁଲାନ୍ତି ଉପବାସେ ଗିରି ଅରଣ୍ୟ ବୁଲନ୍ତି କ୍ଷେପନ୍ତି ଆକାଶେ। ତାପରେ ଶିବ ବୃଷଭକୁ ଧରି ଚତୁର୍ଦ୍ଦଶ ଭୁବନ ବୁଲିଛନ୍ତି। ପାଣି ଘାସ ଆହାର କିଛି ମଧ୍ୟ ଦେଇନାହାନ୍ତି ବୃଷଭକୁ। ମନ ଭରି ବୃଷଭକୁ ସେ ଉପବାସରେ ବୁଲାଉଛନ୍ତି। ବିଭିନ୍ନ ଜାଗାରେ ଗିରି ଅର୍ଥାତ୍ ପର୍ବତ ଅରଣ୍ୟ ଅର୍ଥାତ୍ ଜଙ୍ଗଲ ବୁଲାଉଛନ୍ତି ଆକାଶରେ ବୁଲାଉଛନ୍ତି କିନ୍ତୁ ବୃଷଭକୁ କିଛି ଖାଇବା ଦେଉନାହାନ୍ତି। ବାହୁଡ଼ନ୍ତି କପିଳାସେ ବିଜେ କଲେ ଆଦିତ୍ୟର ଅସ୍ତେ କପିଳାସ ନିକଟେ ବିଜୟେ ପଞ୍ଚୁ ବକ୍ତ୍ର ତ୍ରିନେତ୍ରେ। ଅମୃତ ଯୋଗାଡ଼ ଯେ ରନ୍ଧନ କରନ୍ତି ଉମା ସ୍ୱାମୀଙ୍କି ବାଟ ଚାହିଁଣ ବିମୁଖ ଦେବୀ ମାମା। ବାହୁଡ଼ନ୍ତି ଅର୍ଥାତ୍ ଫେରନ୍ତି କପିଳାସକୁ ବିଜେ କଲେ ଆଦିତ୍ୟର ଅସ୍ତେ। ଆଦିତ୍ୟ ଅର୍ଥାତ୍ ସୂର୍ଯ୍ୟଙ୍କର ଅସ୍ତ ସମୟରେ ଶିବ ବୃଷଭକୁ ଧରି ନିଜ ଘର କପିଳାସ ପର୍ବତକୁ ଫେରୁଛନ୍ତି। କପିଳାସ ନିକଟରେ ବିଜୟ କଲେ ଅର୍ଥାତ୍ ପହଞ୍ଚିଲେ ପଞ୍ଚୁ ବକ୍ତ୍ର ତ୍ରିନେତ୍ରେ। ପଞ୍ଚୁ ମାନେ ପାଞ୍ଚ, ବକ୍ତ୍ର ମାନେ ମୁହଁ, ତ୍ରିନେତ୍ରେ ମାନେ ତିନୋଟି ଆଖି। ପାଞ୍ଚଟି ମୁହଁ ତିନୋଟି ଆଖି ଏହା ହେଉଛି ଶିବଙ୍କର। ଅମୃତ ଯୋଗାଡ଼ ଯେ ରନ୍ଧନ କରନ୍ତି ଉମା ସ୍ୱାମୀଙ୍କି ବାଟ ଚାହିଁଣ ବିମୁଖ ଦେବୀ ମାମା। ଅମୃତ ଖାଦ୍ୟ ରନ୍ଧନ କରିଛନ୍ତି ଦେବୀ ଉମା ଯିଏକି ମହାଦେବଙ୍କ ସ୍ତ୍ରୀ। ସ୍ୱାମୀଙ୍କି ବାଟ ଚାହିଁଣ ବିମୁଖ ହୋଇଯାଇଛନ୍ତି ଦେବୀ ବାମା ଅର୍ଥାତ୍ ଶିବଙ୍କର ସ୍ତ୍ରୀ ପାର୍ବତୀ ବା ଉମା। 13 ଘଡ଼ି ଯହୁଁ ଗଡ଼ିଗଲା କରତାର ଆପଣେ ଠାକୁରାଣୀ ବିଜେ କଲେ ମୁଣ ହୀର। ସୁବର୍ଣ୍ଣ ପଇଲମେ ସକଳ ଯୋଗାଡ଼ନ୍ତି ଭରି ପିଠା କ୍ଷୀରିସା ଗୋଟିକା ଛେନା ତାଗଡ଼ା ଆଦି କରି। ସୁବର୍ଣ୍ଣ କୋପରାରେ ସମସ୍ତ ପୁରୋଇ ଦେବେ ପିତ୍ରେ ଅନ୍ନ ପାଣି ଦେଇ ତୁଣ୍ଡେ ପଞ୍ଚଗୁଣ୍ଡି লাই। 13 ଘଡ଼ି ଯେତେବେଳେ ସମୟ ଗଡ଼ିଯାଇଛି କରତାର ଅର୍ଥାତ୍ ସୂର୍ଯ୍ୟଙ୍କର ଆପଣେ ଠାକୁରାଣୀ ଅର୍ଥାତ୍ ନିଜେ ଦେବୀ ପାର୍ବତୀ ବିଜେ କଲେ। କୁଆଡ଼େ ବିଜେ କଲେ? ଖାଇବାକୁ ବିଜେ କଲେ। ମୁଣହି ଅର୍ଥାତ୍ ଭୋଜନ। ସୁବର୍ଣ୍ଣ ପଇଲମେ ଅର୍ଥାତ୍ ସୁନାର ପାତ୍ରରେ ସବୁକୁ ଯୋଗାଡ଼ନ୍ତି ଭରି। କ'ଣ କ'ଣ ଯୋଗାଡ଼ନ୍ତି? ପିଠା କ୍ଷୀରିସା ଗୋଟିକା ଛେନା ସବୁ ତାଗଡ଼ା ଆଦି କରି। ସୁବର୍ଣ୍ଣ କୋପରାରେ ଅର୍ଥାତ୍ ସୁବର୍ଣ୍ଣ ପାତ୍ରରେ ସବୁକୁ ପୂରେଇ ଦେବେ ପିତ୍ରେ ଅନ୍ନ ପାଣି ଦେଇ ତୁଣ୍ଡେ ପଞ୍ଚଗୁଣ୍ଡି লাই। ପିତୃପିତାମହକୁ ଅନ୍ନ ଦେଇ ପାଣି ଦେଇ ତୁଣ୍ଡରେ ଖାଇବାକୁ ବସିଛନ୍ତି। ପାଣି ଆଧାର କରି ତିନି ଗୁଣ୍ଡି ଭୁଞ୍ଜି ୟେସନେକ ସମୟେ ଡମ୍ବରୁ ଡିବି ଡିବି ବାଜି। ଶୁଣିଣ ଗୋସାମଣି ଯେ ବିଷାଦ ହୋଇଲେ କେମନ୍ତ କରିବି ମୁହିଁ ଈଶ୍ୱର ବିଜେ କଲେ। ସଙ୍କୋଚଣ ମୁଡ଼ୋହି ଛାଡ଼ି ଉଠିଲେ ବେଗ ହୋଇ ବୃଷଭ ଗୁଆଣିରେ ଲୁଚାଇଲେ ନେଇ। ପିଠା କ୍ଷୀରି ସାକର ପୁରୋଇଲେ କାଞ୍ଚଲାରେ ଆଞ୍ଚବନ ସାରିଦେବି ହୋଇଲେ ବାହାରେ। ପାଣିକୁ ଆଧାର କରି ପାଣି ମାନେ ଏଠାରେ ହାତକୁ ଆଧାର କରି ତିନି ଗୁଣ୍ଡି ଭୁଞ୍ଜନ କରିଛନ୍ତି। ତିନି ଗର୍ଷା ଭୋଜନ କରିଛନ୍ତି। ଏହି ସମୟରେ ଡମ୍ବରୁ ଶବ୍ଦ ଡିବି ଡିବି ବାଜିଥାଏ। ଯେତେବେଳେ ଡମ୍ବରୁର ଡିବି ଡିବି ଶବ୍ଦ ବାଜେ ସେତିକି ବେଳେ ଶିବଙ୍କର ପ୍ରବେଶ ହୋଇଥାଏ। ଶୁଣିଣ ଗୋସାମଣି ଯେ ବିଷାଦ ହୋଇଲେ, ବିଷାଦ ମାନେ ଦୁଃଖିତ। ଗୋସାମଣି ପାର୍ବତୀ ଡମ୍ବରୁର ଶବ୍ଦ ଶୁଣି ପାର୍ବତୀ ଦୁଃଖିତ ହୋଇଛନ୍ତି। କେମନ୍ତ କରିବି ମୁହିଁ ଈଶ୍ୱର ବିଜେ କଲେ ଯେ ସ୍ୱାମୀଙ୍କ ଅବର୍ତ୍ତମାନରେ ମୁଁ ଭୋଜନ କରିବାକୁ ବସିଛି। ସ୍ୱାମୀ ବର୍ତ୍ତମାନ ପହଞ୍ଚିଗଲେଣି, ମୁଁ କ'ଣ କରିବି? ଶୀଘ୍ରରେ କ'ଣ କରିଛନ୍ତି? ସଙ୍କୋଚରେ ମୁଣୋହି ଛାଡ଼ି ମାନେ ଭୋଜନ ଛାଡ଼ି ଉଠିଲେ ବେଗ ହୋଇ ଶୀଘ୍ର ଉଠି ପଡ଼ିଛନ୍ତି। ଆଉ ସବୁ ଭୋଜନକୁ ବୃଷଭ ଗୁଆଣିରେ ଲୁଚାଇଲେ ନେଇ। ପିଠା କ୍ଷୀରି ସାକର
ପୁରେଇଲେ କାଞ୍ଚଲାରେ ଆଞ୍ଚବନ ସାରିଦେବି ହୋଇଲେ ବାହାରି। ଯାହା ସବୁ ଖାଉଥିଲେ ପିଠା କ୍ଷୀରି ସାକର ସବୁକୁ କାଞ୍ଚଲାରେ ପୁରେଇଲେ। କାଞ୍ଚଲାରେ ମାନେ କଂସା ପାତ୍ରରେ ଏବଂ ଆଞ୍ଚବନ ସାରି ଖାଇସାରିଛନ୍ତି। ତିନି ଗୁଞ୍ଜି ଖାଇଛନ୍ତି। ତିନି ଗୁଞ୍ଜି ଖାଇକରି ସେ ଆଞ୍ଚବନ କରିଦେଇଛନ୍ତି। ଆଉ ଦେବୀ ବାହାରକୁ ବାହାରିଛନ୍ତି। ବାହାରେ ମହାଦେବ ଅପେକ୍ଷାରତ ଅଛନ୍ତି। ରତନ ଝରିରେ ଦେବୀ ପାଣି ଯେ ପୁରୋଇ ଛାମୁରେ ପ୍ରବେଶ ଯେ ହୋଇଲେ ମହାମାଇ। ନନ୍ଦିକେଶ୍ୱରଙ୍କୁ ରାଇ ଆଜ୍ଞା ଦିଲେ ସଦାନନ୍ଦ ବୃଷଭ ଗୋଟିକ ନେଇ ଗୁଆଣିରେ ବେଗେ ବାନ୍ଧ। ରତ୍ନ ଝରିରେ ଅର୍ଥାତ୍ ରତ୍ନ ପାତ୍ରରେ ଦେବୀ ପାଣି ଯେ ପୁରୋଇ ଛାମୁରେ ପ୍ରବେଶ ହୋଇଛନ୍ତି ଦେବୀ ମହାମାଇ ଅର୍ଥାତ୍ ପାର୍ବତୀ। ନନ୍ଦିକେଶ୍ୱରଙ୍କୁ ନନ୍ଦିକେଶ୍ୱର ନାମକ ଏକ ଗଣକୁ ରାଇ ଅର୍ଥାତ୍ ଡକାଇ ଆଜ୍ଞା ଦେଲେ ସଦାନନ୍ଦ। ସଦାନନ୍ଦ ଅର୍ଥାତ୍ ଶିବ। ବୃଷଭ ଗୋଟିକ ଏହି ବୃଷଭକୁ ନେଇ ଗୁଆଣିରେ ବେଗେ ବାନ୍ଧ। ବୃଷଭ ଗୁଆଣିରେ ନେଇ ଏହାକୁ ଶୀଘ୍ର ବାନ୍ଧିଦିଅ ବୋଲି ସଦାନନ୍ଦ ନନ୍ଦିକେଶ୍ୱର ନାମକ ଗଣକୁ ଡାକି କହିଛନ୍ତି। ଆଜ୍ଞା ପ୍ରମାଣେ ନନ୍ଦିକେଶ୍ୱର ଗଲା ଯତନ କରି ତାକୁ ଖମ୍ବରେ ନେଇ ବାନ୍ଧିଲା। ଯେତେବେଳେ ଶିବ ଆଜ୍ଞା ଦେଲେ ନନ୍ଦିକେଶ୍ୱରକୁ, ନନ୍ଦିକେଶ୍ୱର ଗଲା ଏବଂ ତାକୁ ଖମ୍ବରେ ନେଇ ବାନ୍ଧି ଆସିଛି। ଈଶ୍ୱର ଆଜ୍ଞା ଦେଲେ ନନ୍ଦିକେଶ୍ୱରକୁ ରାଇ ଖଡ଼ ଆହାର ଘାସ ପାଣି କିଛି ଅନ୍ନ ନ ଦେବୁଟି ବଇଲଇ। ସ୍ୱାମୀ ଆଜ୍ଞା ଏଣ ସେ ଦୃଢ଼ କରି ବାନ୍ଧିଣ ଅଇଲା ବଜ୍ରର କିଲିଣି ଦେଇ ସେ କବାଟ କିଳିଲା। ଈଶ୍ୱର ଆଜ୍ଞା ଦେଲେ ନନ୍ଦିକେଶ୍ୱରଙ୍କୁ ଡକାଇ ଯେ ତାକୁ ବାନ୍ଧିଦେବୁ ଆଉ ଖଡ଼ ଆହାର ଘାସ ପାଣି କିଛି ଭୋଜନ ତାକୁ ଦେବୁ ନାହିଁ। ତେଣୁ ସ୍ୱାମୀଙ୍କର ଆଜ୍ଞାରେ ଦୃଢ଼ କରି ବାନ୍ଧି କରି ଆସିଛି। ନନ୍ଦିକେଶ୍ୱର ବୃଷଭକୁ ବଜ୍ରର କିଳିଣି ଦେଇଛି ଅର୍ଥାତ୍ କବାଟକୁ କଠୋର ଭାବରେ ବନ୍ଦ କରିଦେଇଛି। ଆଉ ସେ ଶିବଙ୍କ ସାମ୍ନାରେ ଉପସ୍ଥିତ ହୋଇଛି। ବୃଷଭ ତାପରେ ବିଚାର କରୁଛି। ବୃଷଭ ବିଚାରଇ ମୋତେ ଈଶ୍ୱର କସିଲେ କର ତାର ନାଥ ଏହା କିମ୍ପାଇଁ ନ ବିଚାରିଲେ। ମୋହର ଏତକ କଥା ଯେ ନିଷ୍ଫଳ ହୁଅନ୍ତେ ଆବର କରତାରଙ୍କୁ କେ ଭକତ ହୋଇବ ଯୁଗତେ। ବୃଷଭ ବିଚାର କଲା ଯେ ଈଶ୍ୱର ମୋତେ କସିଲେ, ଈଶ୍ୱର ମୋତେ କଷ୍ଟ ଦେଲେ। କରତାର ନାଥ ଅର୍ଥାତ୍ ସୂର୍ଯ୍ୟ ଦେବତା। ଏଠାରେ ନିଜର ଆରାଧ୍ୟ ଦେବତା ଭାବରେ ବୃଷଭ କରତାଙ୍କୁ କହିଛି ଏବଂ କରତା ଅର୍ଥାତ୍ ସୂର୍ଯ୍ୟଙ୍କୁ ସେ କହୁଛି ଯେ କରତାର ନାଥ ଏହା କିମ୍ପାଇଁ ନ ବିଚାର କଲେ। ମୋହର ଏତେକ କଥା ମାନେ ସାହାଡ଼ା ବୃକ୍ଷର କଥା ଯଦି ନିଷ୍ଫଳ ହୋଇବ ଆବର କରତାରଙ୍କୁ ଏବେଠାରୁ କରତାରଙ୍କୁ ଅର୍ଥାତ୍ ସୂର୍ଯ୍ୟ ଦେବତାଙ୍କର ଭକ୍ତ କେ ହୋଇବେ ଯୁଗରେ ବୋଲି ସେ ପ୍ରଶ୍ନ କରିଛି। ନିଶ ତେଣ ବାସି ଖଡ଼ ନାଡ଼େ ଦିଅନ୍ତି ସେ ତୁଣ୍ଡେ ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ନିଶ ତେଣ ମାନେ ସର୍ବଦା ବାସ ଖଡ଼ ନାଡ଼େ ସେ ଯେଉଁଠା ପରିପୂର୍ଣ୍ଣ ଥିଲା ଭାଣ୍ଡକୁ ସେ ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ଅମୃତ ସୁସ୍ୱାଦୁ ଭୋଜନ ତାର ଭାଣ୍ଡରେ ମାନେ ଗୁଆଣିରେ ପୁରୀ ଅଛି। ସନ୍ତୋଷରେ ଭୋଜନ ଯେ କଲାକ ବୃଷଭ ସୁମରଇ ଏକଲୟ କରି ହାଦି କରତାର ଦେବ। ସୂର୍ଯ୍ୟ ଦେବତାଙ୍କୁ ତାପରେ ସୁମରଣା କରିଛି ଏକଲୟରେ ଯେ ଆପଣଙ୍କ ଦ୍ୱାରା ମୋତେ ଉତ୍ତମ ଭୋଜନ ପ୍ରାପ୍ତ ହେଲା। ଭୁଞ୍ଜିଣ ବଇଲ ଯେ ହୋଇଲା ଆନନ୍ଦ ହେ ବୁଧଜନେ କରତାର ନାଥଙ୍କୁ ନିତ୍ୟ ବନ୍ଦ। ଈଶ୍ୱର କଷଣରୁ ହୋଇଲିଟି ପାର କିସ କରି ପାରଇ ଆବର ନାଶ କର। ଏହି ହସ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ପ୍ରସାଦେ ଶୂଦ୍ର ମୁନି ସାରଳା ଦାସ କରତାର ପଦ୍ମ ପାଦେ ବନ୍ଦେ। ଭୁଞ୍ଜିଣ ମାନେ ଖାଇସାରି ବଳଦ ଆନନ୍ଦିତ ହୋଇଛି ଏବଂ ସେ ଉତ୍ତମ ଜନମାନଙ୍କୁ ବୁଧଜନମାନଙ୍କୁ କରତାର ନାଥଙ୍କୁ ସୂର୍ଯ୍ୟ ଦେବତାଙ୍କୁ ପ୍ରତିଦିନ ବନ୍ଦନା କର ପୂଜା କରିବା ପାଇଁ ନିବେଦନ କରିଛି। ସୂର୍ଯ୍ୟ ଦେବତାଙ୍କୁ ବନ୍ଦନା କରିବା ଦ୍ୱାରା ଈଶ୍ୱର କଷ୍ଟରୁ ବୃଷଭ ପାରି ହୋଇଛି। କେହି ତାର କିଛି କରିପାରି ନାହାନ୍ତି। ଏହି ହସ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ଅର୍ଥାତ୍ ସୂର୍ଯ୍ୟଦେବ ସୂର୍ଯ୍ୟ ନାରାୟଣଙ୍କ ପ୍ରସାଦ ପାଇଛି ବୃଷଭ। ଏହା ଶୂଦ୍ରମୁନି ସାରଳା ଦାସ ଜାଣି କରତାର ଅର୍ଥାତ୍ ସୂର୍ଯ୍ୟ ଦେବତାଙ୍କର ପଦ୍ମ ପାଦରେ ବନ୍ଦନା କରୁଛନ୍ତି, ନମସ୍କାର କରୁଛନ୍ତି। କାରଣ ହେ ସୂର୍ଯ୍ୟଦେବ ଆପଣଙ୍କ ପାଇଁ
ଆଜି ଭୋକିଲା ବୃଷଭ ଖାଦ୍ୟ ପାଇପାରିଛି। ବ୍ୟାସେ ବୋଇଲେ ଶୁଣ ଗାନ୍ଧାର ସେନ ନୃପତି ଏ ପତ୍ର ଶିରେ ଘେନିଲେ ୟେସନେକ ଫଳଶ୍ରୁତି। ଭୁଞ୍ଜିଣ ବଳଦ ତ୍ରିପୁତି ହୋଇଲା ଶୋଷକୁ ପଣା ଭୋକକୁ ଅମୃତ ଯୋଗାଡ଼ ପାଇଲା। ଶୋଇଅଛି ବୃଷଭ ହୋଇଣ ମହାତ୍ରିପୁତି ଶୁଭେଣ ପ୍ରସର ଯେ ହୋଇଲା କରାତି। ବ୍ୟାସ ଗାନ୍ଧାର ସେନକୁ କହୁଛନ୍ତି, ହେ ଗାନ୍ଧାର ସେନ ରାଜା, ଏହି ପତ୍ର ଘେନିଲେ ଏହିପରି ଫଳ ମିଳେ। ଭୁଞ୍ଜିଣ ଖାଇସାରି ବୃଷଭ ତୃପ୍ତି ପାଇଲା। ଶୋଷକୁ ପଣା ଯେମିତି ମିଳେ, ଭୋକକୁ ଅମୃତ ଯୋଗାଡ଼ ପାଇଛି ବୃଷଭ। ଏବଂ ଶୋଇଅଛି ବୃଷଭ ମହା ଆନନ୍ଦରେ ଶୁଭେଣ ପ୍ରସର ଯେ ହୋଇଲା କରାତି। ରାତି ଯେତେବେଳେ ହେଇଛି ଗାଈର ଘୁଙ୍ଗୁଡ଼ି ଶବ୍ଦ ଶୁଭିଛି। କବାଟ ଖୋଲି କରି ଦେବ ସୁଢ଼ଳେ ଆସୁଛନ୍ତି। ଭିତରକୁ ପଶିଲେ ଦେବ ବୃଷଭ ବିକଳେ। କବାଟ ଫେଡ଼ି କରି ଦେବ ଢଳି ଢଳି ଆସୁଛନ୍ତି। ଭିତରକୁ ପଶୁଛନ୍ତି ମହାଦେବ। ବୃଷଭ ବିକଳରେ ଥିବ, ଉପବାସରେ ଥିବ। ଈଶ୍ୱର ହସିଲେ ବୃଷଭକୁ ଚାହିଁ, କିସ ଫଳ ପାଇଲୁ ହୋ ସାହାଡ଼ା ବୃକ୍ଷ ଦାହି। ଈଶ୍ୱର ହସୁଛନ୍ତି ବୃଷଭକୁ ଚାହିଁ, କ'ଣ ଫଳ ପାଇଲୁ ସାହାଡ଼ା ବୃକ୍ଷକୁ ଧାରଣ କରି, ଦାହି ମାନେ ଧାରଣ କରି। ବୋଇଲ ବୋଇଲା ଦେବ ସାହସ୍ର ନୁହଁଇ ଯେ ମିଥ୍ୟା, ସୁଖେଣ ପାରି ହୁଅନ୍ତି ଯେତେ କର ତାର ଭଗତା। ବଳଦ କହିଛି, ଶାସ୍ତ୍ର କେବେ ମିଥ୍ୟା ହୋଇପାରେ ନାହିଁ। ସୁଖରେ ପାରି ହୋଇଥାନ୍ତି ଯେତେ ସୂର୍ଯ୍ୟ ଦେବତାଙ୍କର ଭକ୍ତଗଣ। ଈଶ୍ୱର ବୋଇଲେ ପାଇଲୁ ତୁ ଯେହ୍ନେ, ସଂସାର ଜନଙ୍କୁ ପ୍ରାପ୍ତ ହଉ ତେହ୍ନେ। ମହାଦେବ କହିଛନ୍ତି, ତୁ ଯେଉଁଟା ପାଇଲୁ ସଂସାର ଜନଙ୍କୁ ମଧ୍ୟ ପ୍ରାପ୍ତ ହଉ ତାହା। ବୃଷଭ ବୋଇଲା ଦେବ ପ୍ରତ୍ୟକ୍ଷେ ପାଇଲି, ତୁମ୍ଭର ମୁଣ ହିଁ ନ କରୁଣୁ ମୁଁ ଆଗେ ଯେ ଖାଇଲି। ବୃଷଭ କହିଛି, ହେ ମହାଦେବ, ମୁଁ ପ୍ରତ୍ୟକ୍ଷରେ ମୋର ସାମ୍ନାରେ ପାଇଲି ଭୋଜନ। ତୁମ୍ଭର ଭୋଜନ ନ କରିବା ଆଗରୁ ମୁଁ ଆଗରେ ଆପଣଙ୍କ ଠାରୁ ଖାଇଲି। ଯେ ଯାହାକୁ ସ୍ୱାମୀ ହୋଇଥାଉ ଭକତା, ଅବଶ୍ୟ ସେ ତାହାନ୍ତ କରନ୍ତି ନା ଚିନ୍ତା। ଯେ ଯାହାକୁ ସ୍ୱାମୀ ଅର୍ଥାତ୍ ଏଠାରେ ବୃଷଭ ତାର ଆରାଧ୍ୟ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଛି। ସେଥିପାଇଁ ସୂର୍ଯ୍ୟ ଦେବତା ଭକ୍ତର ଚିନ୍ତା କରିଛନ୍ତି ଏବଂ ତାଙ୍କୁ ଭୋଜନ ଦେବାରେ ସାହାଯ୍ୟ କରିଛନ୍ତି ବୋଲି ବୃଷଭ ମହାଦେବକୁ କହିଛି। ସେବକ ଚିନ୍ତା ଯେବେ ସ୍ୱାମୀ କି ନ ଲାଗିବ, କେବଳ ମୋତେ ଏ ସଂସାର ତରିବ। ଯେତେକ ଯୋଗାଡ଼ ତୁମ୍ଭର ମଡ଼ ଫୁଲି, ତୁମ୍ଭର ମୁଣ ହିଁ ନ କରୁଣୁ ମୁଁ ଆଗତା ପାଇଲି। ସ୍ୱାମୀ ଲୟ କରି ଦେଖନି ମୋହର ଗୁଆଣି, ଗନ୍ଧ ଆମୋଦଇ କର୍ପୂର ରସ ଜାଣି। ସ୍ୱରୂପ ଦେଖି ଈଶ୍ୱର ବିଷାଦ ହୋଇଲେ, ପାର୍ବତୀଙ୍କି ସଲ୍ଲଜ ହୋଇ ପଚାରିଲେ। ସେବକ ଚିନ୍ତା ସ୍ୱାମୀକୁ ନ ଲାଗିବ, କେବଳ ମୋତେ ଏ ସଂସାର ତରିବ। ଯଦି ସେବକଙ୍କର ଚିନ୍ତା ସ୍ୱାମୀ ନିଜର ଆରାଧ୍ୟକୁ ନ ଲାଗେ, ତାହେଲେ ସଂସାରରେ ଭକ୍ତମାନଙ୍କରୁ ଉଦ୍ଧାର କିଏ କରିବ, ସଂସାରରୁ ତରିବ କିଏ? ଏକଥା ବୃଷଭ ମହାଦେବକୁ କହୁଛନ୍ତି। ଯେତେକ ଯୋଗାଡ଼ ତୁମ୍ଭର ମୋଡ଼ ଫୁଲି, ଯେତେକ ଖାଦ୍ୟ ତୁମ୍ଭ ପାଇଁ ତିଆରି କରାଯାଇଥିଲା, ସବୁ ଖାଦ୍ୟ ତୁମର ଭୋଜନ ନ କରିବା ଆଗରୁ ମୁଁ ତା ଆଗ ପାଇଲି। ସ୍ୱାମୀ ଏକଲୟ କରି ଦେଖ, ମୋହର ଗୁଆଣିକୁ ଦେଖ, ମୋର ଭାଣ୍ଡକୁ ଦେଖ। ଗନ୍ଧ ଆମୋଦଇ କର୍ପୂର ରସ ଛାଣି ସୁଗନ୍ଧିତ ବାସ୍ନା ହେଉଛି। କର୍ପୂରର ବାସ୍ନା, ବିଭିନ୍ନ ପ୍ରକାର ରସର ବାସ୍ନା ହେଉଛି। ସ୍ୱରୂପ ଦେଖିଲେ ଈଶ୍ୱର ବିଷାଦ ହୋଇଲେ, ପାର୍ବତୀଙ୍କି ସଲ୍ଲଜ ହୋଇ ପଚାରିଲେ। ବୃଷଭ ଗୁଆଣିକୁ ଦେଖି ଈଶ୍ୱର ଦୁଃଖିତ ହୋଇଛନ୍ତି ଏବଂ ଏହା କେମିତି ସମ୍ଭବ ହେଲା, ପାର୍ବତୀଙ୍କୁ ସଲ୍ଲଜ ମାନେ ଲଜ୍ଜିତ ହୋଇ ପଚାରିଛନ୍ତି। ବୃଷଭକୁ ନେଇ ଟି ଦେଲା କେହୁ ଦିଲା ମୋ ଯୁଗାଡ଼, ତୁମ୍ଭେ ଜାଣନି କି ଦେବୀ ଏଥିର ତଥ୍ୟ ଯେ ବ୍ୟବହାର। ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନେ, ତୁମ୍ଭର ଆସିବା ବିଳମ୍ବ ଦେଖିଣ ତ୍ରିଲୋଚନେ। ସମସ୍ତ ବାଢ଼ିଣ ଦେବ ବସିଲି ମୁଁ ଭୁଞ୍ଜି, ୟଶନକ ସମୟେଣ ଡମ୍ବରୁ ଶବ୍ଦ ବାଜି। କ୍ଷୁଧାୟଣ ତୁମ୍ଭେ ମୋତେ କୋପ କରିବ ବୋଲି, ସବୁ ନେଇ ବୃଷଭ ଗୁଆଣିରେ ଭରିଲି। ବୃଷଭକୁ ମୋ ଖାଦ୍ୟ ନେଇ କିଏ ଦେଲା ବୋଲି ଶିବ ପାର୍ବତୀଙ୍କୁ ପ୍ରଶ୍ନ କରିଛନ୍ତି। ଏହାର କାରଣ ମୋତେ କୁହନ୍ତୁ ବୋଲି କହିଛନ୍ତି। ପାର୍ବତୀ ତାପରେ ହସୁଛନ୍ତି ଈଶ୍ୱରଙ୍କ କଥାରେ। ତୁମ୍ଭର ଆସିବା ବିଳମ୍ବ ହେଲା ହେ ତ୍ରିଲୋଚନ, ତେଣୁ ସମସ୍ତ ଖାଦ୍ୟକୁ ବାଢ଼ିଣ ମୁଁ ଖାଇବାକୁ ବସିଲି। ଏହି ସମୟରେ ଡମ୍ବରୁ ଶବ୍ଦ ବାଜିଲା। କ୍ଷୁଧାୟଣ ମାନେ ତୁମ୍ଭେ ଭୋକରେ ଥିବ, ମୋତେ କୋପ କରିବ ବୋଲି ସବୁ ନେଇ ମୁଁ ବୃଷଭ ଗୁଆଣିରେ ପୂରେଇଲି।
ସଦାନନ୍ଦ ହସିଲେ ଗିରିଜାର ବଚନେ ଗେହେନ୍ନକ କରି ଯେ ପ୍ରାପତଟି କରାନ୍ତି ଦେବତାମାନେ। ସଦାନନ୍ଦ ଶିବ ହସୁଛନ୍ତି ଗିରିଜାର ବଚନେ, ଗିରିଜାମାନେ ପାର୍ବତୀ, ପାର୍ବତୀଙ୍କ କଥାରେ ଶିବ ହସୁଛନ୍ତି। ଏହେନ୍ନକ କରି ଏହିଭଳି ଭାବରେ ପ୍ରାପତ କରାଉଥାନ୍ତି ଦେବତାମାନେ। ଦେବତାମାନେ ନିଜ ଭକ୍ତମାନଙ୍କର ମନୋବାଞ୍ଛାକୁ ପୂର୍ଣ୍ଣ କରାଉଥାନ୍ତି। ତ ଏହି ଶାହାଡ଼ ବୃକ୍ଷର ପତ୍ର ବୃଷଭ ମଥାରେ ଘେନିବା କାରଣରୁ ତାକୁ ଉତ୍ତମ ଭୋଜନ ପ୍ରାପ୍ତ ହୋଇଛି। ଏହା ଶାହାଡ଼ ବୃକ୍ଷ କବିତାର ସାରମର୍ମ, ଯାହାକି ବର୍ଣ୍ଣନା କରିଛନ୍ତି ସାରଳା ଦାସ। ଏହି କବିତାଟି ମହାଭାରତର ଆଦି ପର୍ବରୁ ଅଣାଯାଇଛି। ଛାତ୍ରମାନେ, ଏହି କବିତା ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ବକ୍ସରେ ମତାମତ ଦେବେ। ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।